ଅନିୟମିତତାକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଦର୍ଶାଇଲେ ସଭାନେତ୍ରୀ। ଭିତ୍ତିହୀନ ତଥ୍ୟ ଅପପ୍ରଚାର ବିରୋଧରେ ନ୍ୟାୟାଳୟର ଆଶ୍ରୟ ନେବା ନେଇ ଦେଲେ ଚେତାବନୀ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ପୌରପାଳିକାର 16 ନମ୍ବର ୱାର୍ଡ ଅଧୀନରେ ପରିଚାଳିତ ବେଲମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅନିୟମିତତାକୁ ନେଇ ସଦସ୍ୟଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଦର୍ଶାଇଛନ୍ତି ସଭାନେତ୍ରୀ ଶ୍ୟାମଳୀ ନନ୍ଦୀ। କିଛି ନ୍ୟସ୍ତ ସ୍ୱାର୍ଥ ସଦସ୍ୟଙ୍କ ପ୍ରରୋଚନାରେ ପଡ଼ି ତାଙ୍କ ବିରୋଧରେ ଜୈନିକ ସମ୍ବାଦପତ୍ରରେ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ଶ୍ରୀମତୀ ନନ୍ଦୀ କହିଛନ୍ତି ଯେ 2016 ମସିହାରୁ ଗଠିତ ବେଲମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଶାଢ଼ୀ ବ୍ୟବସାୟ ପାଇଁ ସ୍ଥାନୀୟ ୟୁକୋ ବ୍ୟାଙ୍କରୁ 2022 ମସିହାରେ 5 ଲକ୍ଷ ଟଙ୍କାର ଋଣ ମିଳିଥିଲା। ମାତ୍ର ଗୋଷ୍ଠୀର 6 ଜଣ ସଦସ୍ୟା ଚାପ ପକାଇ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଋଣ ଅର୍ଥରୁ 50,000 ଟଙ୍କା ଲେଖାଏଁ ନେଇଥିଲେ। ସମ୍ପୃକ୍ତ ସଦସ୍ୟମାନେ ଋଣ କିସ୍ତି ଖିଲାପ କରୁଥିଲେ ବି ନିଜସ୍ୱ ଉଦ୍ୟମରେ ବ୍ୟାଙ୍କରେ ସେ ଠିକ୍ ସମୟରେ ଟଙ୍କା ଜମା କରିଦେଉଥିଲେ। 2,87,000 ଋଣ ଟଙ୍କା ସୁଝି ସାରିଥିବା ବେଳେ 2024 ମସିହାରେ ବ୍ୟାଙ୍କ ଅଧିକ 3 ଲକ୍ଷ ଟଙ୍କାର ଋଣ ଦେଇଥିଲେ। ପୂର୍ବ ଭଳି ସଦସ୍ୟମାନେ ନିଜ ଅଂଶଧନ ଭାବେ ଟଙ୍କା ନେଇଯାଇଥିଲେ। 4 ଜଣ ସଦସ୍ୟଙ୍କ ସହମତିରେ ବାକି ଟଙ୍କାକୁ ସେ ବ୍ୟବସାୟରେ ଲଗାଇ ସେଥିରୁ ବାହାରୁଥିବା ଲାଭାଂଶରେ ବ୍ୟାଙ୍କ ଋଣ ସୁଝୁଥିଲେ। ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଟଙ୍କା ନେଇଥିବା ସଦସ୍ୟମାନେ ସଠିକ୍ ସମୟରେ କିସ୍ତି ଅର୍ଥ ନ ଦେଇ ଋଣ ଖିଲାପି ସାଜିଛନ୍ତି। ଏହା ସତ୍ତ୍ୱେ ସେମାନେ ଅର୍ଥ ଅନିୟମିତତା ନେଇ ମିଥ୍ୟା ଆରୋପ ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ନନ୍ଦୀ ପ୍ରକାଶ କରିଛନ୍ତି। ପୌରପାଳିକାରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ବେଲମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର 4 ଜଣ ସଦସ୍ୟଙ୍କ ବକେୟା 57,000 ଟଙ୍କା ସୁଝିବା ନିମନ୍ତେ 10 ମାସ ଦିଆଯାଇଥିଲେ ବି ସେ ସମ୍ପୂର୍ଣ୍ଣ ଟଙ୍କା ବ୍ୟାଙ୍କରେ ଜମା କରି ଋଣମୁକ୍ତ ହୋଇଥିବା ବେଳେ ଅଭିଯୋଗକାରିଣୀ 6 ଜଣ ସଦସ୍ୟା 30,000 ଲେଖାଏଁ ବକେୟା ଟଙ୍କା କେବେ ସୁଝିବେ ବୋଲି ଶ୍ରୀମତୀ ନନ୍ଦୀ ପ୍ରଶ୍ନ କରିଛନ୍ତି। ଆଗାମୀ ଭବିଷ୍ୟତରେ ଯଦି ସମ୍ପୃକ୍ତ ମହିଳାମାନେ ତାଙ୍କ ନାମରେ ମିଥ୍ୟା ଆରୋପ ଉଠାନ୍ତି ତେବେ ସେ ମାନହାନି ମକଦ୍ଦମା ପାଇଁ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଶ୍ରୀମତୀ ନନ୍ଦୀ ଚେତାବନୀ ଦେଇଛନ୍ତି। କୌଣସି ଏକ ପତ୍ରିକାରେ ମୋ ନାଁରେ ଆଲିଗେସନ୍ ଆସିଥିଲା କି ମୋ ଗ୍ରୁପରେ ନିୟମିତ ଭାବରେ ମାନେ ଯେଉଁ ପଇସା ଦେବା କଥା ମାସିକ ପଇସା SHG ଗ୍ରୁପ୍ର ଦେଇପାରୁନାହିଁ ବା ମୁଁ 50,000 ଏପଟ ସେପଟ କରିଛି, ହେରଫେର ହେଇଛି ବା ନିୟମିତ ଭାବରେ ମୁଁ ଜମା କରୁନାହିଁ। ସେ ବିଷୟଟାକୁ ଲକ୍ଷ୍ୟ କଲା ବେଳକୁ ପ୍ରକୃତ କଥା ହେଲା 2022 ସେପ୍ଟେମ୍ବରରେ ଯେତେବେଳେ ଆମର 5 ଲକ୍ଷ ଟଙ୍କା ୟୁକୋ ବ୍ୟାଙ୍କ ଗାଜିଆବାଦ ୟୁକୋ ବ୍ୟାଙ୍କ ତରଫରୁ ଆମେ ଉଠେଇଥିଲୁ, ସେଟା ନେଇ ଆସି ଆମେ ଯେତେବେଳେ 10 ଜଣ ବସିଲୁ, ଗ୍ରୁପର ଅନ୍ୟ ମେମ୍ବର ମାନେ ନିଜେ ନିଜର ସହମତି କ୍ରମେ କହିଲେ ଯେ ଆମେ ଅଲଗା ଅଲଗା ବ୍ୟବସାୟ କରିବୁ, ଗୋଟେ ବ୍ୟବସାୟରେ ସନ୍ତୁଷ୍ଟ ଆମେ ନୁ, ଆମକୁ 50,000 କରିକି ପାର ହେଡ୍ ଆମେ ନେବୁ। ସେଇ ହିସାବରେ ସେ 6 ଜଣ ମେମ୍ବର ତାଙ୍କର ପଇସା ସେମାନେ ନିଜ ନିଜର ବ୍ୟବସାୟ କରିବା ଅର୍ଥେ ନେଇଥିଲେ। ନେଇ ସାରିଲା ପରେ ମୁଁ ଆଉ 4 ଜଣଙ୍କର ପଇସା ମୋ ପାଖରେ ରଖିଥିଲି। ତା ବାବଦକୁ 4 ଜଣଙ୍କ ପଇସା ନେଇ ମୁଁ ବି ସମସ୍ତଙ୍କ ସହମତି କ୍ରମେ ମୁଁ ସେଟା ରଖି ସାରିଲା ପରେ ମୁଁ ବେପାର ଆରମ୍ଭ କରିଥିଲି। ତ ତା ବାବଦକୁ ମୁଁ କିଛି କିଛି ସୁଧ ସହ ଦେବା ଦଉଥିଲି, କିନ୍ତୁ ଯେହେତୁ ମଝିରେ 7 ମାସ ପୁଣି ପରେ 4 ମାସ 7 ମାସ ଦେଇନଥିଲେ, ସେଥିପାଇଁ ଖାତା ଠିକ୍ ସମୟ ମୁତାବକ ବା ଠିକ୍ ସମୟ ମୁତାବକ ଖାତାରେ ଆଡଜଷ୍ଟ ହେଇପାରିଲା ନାହିଁ। ଗ୍ରୁପ ମେମ୍ବର କେହି ବି ଦଉନଥିଲେ, ଏମିତିକି ସଞ୍ଚୟ ବାବଦକୁ ଯେଉଁ 100 ଟଙ୍କା ସେଟା ବି ଦଉନଥିଲେ। ତେଣୁ ଖାତା କ'ଣ ହେଲା, ଅପଡେଟ୍ ହେଲାନି। ଅପଡେଟ୍ ନହେବା ପରେ ସେମାନେ ସେଟା ବୁଝି ନ ପାରି ସେ ଯାହା ହଉ ମୁଁ ମୋ ପଇସାଟି ଠିକ୍ ଭାବରେ ଦେଇ ଚାଲିଥିଲି। ଦବା ପରେ ଖାତା ଚାଲିଥାଏ। ପୁଣି 2024 ଅଗଷ୍ଟରେ ଆଉ ଗୋଟେ 3 ଲକ୍ଷ ଲୋନ୍, ଯେହେତୁ ବ୍ୟାଙ୍କ ପରଫର୍ମାନ୍ସ ଦେଖିକି ମୋତେ ଡାକିକି କହିଲେ ମ୍ୟାଡ଼ାମ୍ ଆପଣଙ୍କର ଆଉ ଗୋଟେ 3 ଲକ୍ଷ ଲୋନ୍ CC ଲୋନ୍ ଆସିଛି, ଆପଣ ନେବେ ତ ନିଅନ୍ତୁ। ମୁଁ ପୁଣି ଆଲୋଚନା କଲି, ମୁଁ ଆରେ ତମମାନେ 7 ମାସ ବାକି ରଖୁଛ, ଏଥର କ୍ଲିୟର କର ନା, ଆମେ ଦେଇ ଚାଲିବୁ। ସେ ତାଙ୍କର କହିଲେ ହଉ ଠିକ୍ ଅଛି। ପୁଣି 3 ଲକ୍ଷ ଯେତେବେଳେ ହେଲା, ସେତେବେଳେ ସେଟା 2,87,000 ସୁଝା ହେଇଥିଲା, ପୁଣି 3 ଲକ୍ଷ ନିଆହେଲା। ତ 5,87,000 ସୁଧ ସହ ଧରନ୍ତୁ 6 ଲକ୍ଷ 7 ଲକ୍ଷ ପାରିବେ। ଏମାନେ ବୁଝିଲେ ନାହିଁ, ପୁଣି 4 ମାସ ବନ୍ଦ କଲେ। ପ୍ରଥମତଃ 7 ମାସ, ପୁଣି 4 ମାସ, 11 ମାସ ବନ୍ଦ ହେଲା।
ବନ୍ଦ ହେଲା ପରେ ତାପରେ ଏମାନଙ୍କର ଅନ୍ୟ କିଛି ବିକଳ୍ପ ନ ପାଇ ଏମାନେ ଯେହେତୁ ମୁଁ ଫୋନ ପେ ରେ କରିଦଉଥିଲି କାରଣ ମତେ ଭାରି ହବ ମୁଁ ଏକଲା ଦେଇପାରିବି ନ ପାରିବି 4 ଜଣଙ୍କର ପଇସା ସହମତି କ୍ରମେ ନେଇଥିଲି ତେଣୁ ଦେଇ ଦଉଥିଲି। ତାପରେ ଏମାନେ ବୁଝି ନ ପାରି ମୋର ଅନ୍ୟ 6 ଜଣ ମେମ୍ବର ଯାକ ମୋ ନାଁରେ ଆଲିଗେସନ ପକାଇଥିଲେ। ଯାହା ବି ହଉ ମୁଁ ସୁଝିଛି ସେମାନେ ଆଲିଗେସନ ପକେଇଛନ୍ତି ବୁଝି ନ ପାରି ପକେଇ ସାରିଲା ପରେ ସେମାନେ ଯାଇ ଆମର ବିପିସି ମ୍ୟାଡାମ ଯୋଉ ଅଛନ୍ତି ମ୍ୟୁନିସିପାଲିଟିର ସିଡିପିଓ ମ୍ୟାଡାମ ସମସ୍ତଙ୍କ ପାଖରେ ପୁଣି ଆଉ କଲେକ୍ଟର ଅଫିସରେ ଏମିତି କୋଉଠି ସବୁ ପକେଇଛନ୍ତି। ମୁଁ ବି ମୋ ଅଜାଣତରେ ପକେଇଛନ୍ତି। ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସେମାନେ ମୋ ନାଁରେ ଆଲିଗେସନ ଆଣୁଛନ୍ତି ମୁଁ ଠିକ ଭଳିଆ ଜମା କରୁନି ଦେନ୍ ମୁଁ ଆମର ଯୋଉ वार्ड नंबर 16 सेक्रेटरी चिन्मय नायक को भेटिली मु कहले अरे यार सजेशन कौन से कहले तमे जेहेतु देउच कहूच तेणु तमे गोटे एप्लिकेशन सीडीपी ऑफिस को पक्का म्युनिसिपालिटी तेणु मु आ कोठी न जाई आमर जो अछंती शक्ति विश्वाल मैडम तांको शक्ति प्रिया विश्वाल मैडम जे अछंती बीपीसी मैम तांको पाखरे देली देला परे से 3 तारीख दिन हमको हिसाब करिया को डाकिले समस्त 10 जण मेंबर आमे बसितिलु मु जाइथिली आम वार्डर प्रेसिडेंट सेक्रेटरी थिले तांकर बीपीसी मैम भी थिले शक्ति प्रिया विश्वाल मैडम आ ईसी मेंबर तांकर जो मिशन शक्ति प्रेसिडेंट नमिता मैडम नमिता और स्वाति मैडम भी थिले समस्त सामना रे फ्रंट रे ए मीटिंग टी आयोजित होला परे तांकर मुंड पिछा जता बेले 30,000 करिकी पड़िला मु जेहेतु 4 जनकर पैसा रखी तेणु मो मुंडरे पड़ला 57,000 टंका ताले मो मुंड को आप हिसाब करंतु 14,500 टंका करी पर हेड पड़ला जोठी तांकर मुंड पिछा 30,000 पड़ला मु एई आपण मानक माध्यम रे जणै देबा को चाहे जे जेहेतु मोनारे एलिगेशन आसी थिला मु ठीक भाबे डिपोजिट करू नाही बा मु डिफॉल्टर करूची ग्रुप को बा मु हिसाब किताब ठीक करूनी सेति पई मु आपण मानक माध्यम रे जणाई देबा चाहे जे ना मोर डिपोजिट मु ठीक रीतिमत ओके होतुली ता परे भी 3 तारीख मीटिंग परे मु 10 तारीख दिन एककालीन 57,000 टंका लोन क्लोज करिछि तार प्रूफ मु आपण मानक आगे दे दे पारे बैंक स्टेटमेंट देखे आमर सेक्रेटरी चिन्मय नायक सामना रे बैंक जाइथिली बैंक रे डिपोजिट स्टेटमेंट ता संगे मिशन शक्ति जो हेतिला मोर 57,000 टका बाजिची से बाबद को तापरे आमे जो मीटिंग 10 जण बसी की करी की समस्त आगे आमर अन्य मानकर 1,80,000 तांका ऊपर बाजिची हाँ जेते पर्यंत से माने एक्चुअली सुझी नाहांती किंतु जेहेतु से माने मोर बदनाम करी देले एटारे मोर सामाजिक प्रतिष्ठा बहुत खराब आड़ को जाइए एक्चुअली मानसिक स्तर में बहुत भांगी पड़ी एत बड़ अपमान बदनामटा जो मो मुंडे बोली देले एटा ठीक नुह आगामी दिन हबार प्रश्न उठुनी जेहेतु मु लोन क्लोज करछि किंतु आगामी दिन में भी मु सेमानक ना रे मानहानि केस करि पारे। सेंटगन कॉलेज ऑफ नर्सिंग एंड पैरामेडिकल्स रे एडमिशन चलीछि बीएससी नर्सिंग जीएनएम कोर्स पई जोगाजोग करंतु सेंटगन कॉलेज ऑफ नर्सिंग एंड पैरामेडिकल्स मिशन कंपाउंड बालेश्वर। मां लक्ष्मी ज्वेलर्स विवेकानंद मार्ग चिड़िया पोलो बालेश्वर। Welcome to Pratiksha Fertility and IVF Clinic Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1।
सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।